କରୁଛି ମୁଣ୍ଡଟା କାଢିକି ବୁଲେଇ ଦଉଛି ପାର ହବନି। 4 ଦିନ ହେଲା ଦେହରେ ଜ୍ୱର। ଔଷଧ କଥା ତ ଛାଡ଼, ଗୋଟାଏ ଖାଉନ ବି କିଛି। ସେଥିରେ ପୁଣି ବଗିଚାରେ ଯାଇ ଗଛ ଭଳି ମାଟି ଦଉଛ। ଏ ଭଗବାନ, ତମର କଣ ଏଇ ବିଚାର? ମନ୍ଦିର ଯାଇ ଅଧିରା କରି ସନ୍ତାନଟିଏ ମାଗିଥିଲି, ହେଲେ ଅନାଥ ଛୋଟାକୁ ପଳେଇ ନେଇ ତମେ କଣ ଏଇ ପୁରସ୍କାର ଦେଲ? ଏଇ କଣ ଭାବୁଛ? କାନ୍ଦୁନି ପାର, ଏ ଅମାନିଆ ଲୁହ ଗୁଡାକ ଆଜି ମୋତେ ଉପହାସ କରି ତା ବାଟରେ ଚାଲି ଯାଉଛି। ଆଉ ଗଲା ମୋତେ ବିଦ୍ରୁପ କରି କହୁଛନ୍ତି, ଏ ହର ପ୍ରସାଦ ପୁଅ ଜନ୍ମ କରିନୁ ଯେ ଜୀବନରେ ଖାଲି ଲୁହ ଅର୍ଜନ କରିଛୁ। ପାର, ଆମେ ପୁଅ ଜନ୍ମ କରି କଣ ଜୀବନ ସାରା ଏମିତି ନର୍କ ଯନ୍ତ୍ରଣା ଭୋଗିବା? ତମକୁ ଗୋଟେ କଥା କହିବି, ତମେ ରଖିବ? ସେ ଠାକୁରଙ୍କ ସୁବର୍ଣ୍ଣ ମୂର୍ତ୍ତିଟା ତମେ ରୁଦ୍ରକୁ ଦେଇ ଦଉନ? ଉଦ୍ଧବ କାହିଁକି? ଆରେ ରୁଦ୍ର କରି ଗୋଟେ ଅମଣିଷ ହାତରେ ମୁଁ ଭଗବାନଙ୍କୁ ଦେଇପାରିବି? ତମେ ଜାଣିନପାର, ଆରେ ସେଟା ମଣିଷ ନୁହେଁ, ଗୋଟେ ସୈତାନ। ତମେ ଆଉ ପାଟି କରନି, ଯାହା ହେଲେ ବି ସେ ପୁରା ଆମ ପୁଅ। ହଉ ତମେ ଏଠି ବସ, ମୁଁ ତମ ପାଇଁ ପାଣି ନେଇ ଆସିବି। আরে গরম ক্ষীর পিଇବା লোক ଆମେ ନୁହେଁ ପାର। ତା ଛଡ଼ା ଅବିନ୍ୟା ଗରମ କ୍ଷୀରଟା ବି କାହିଁକି ଦେହଟା ଖରାପ କରି? ଓହୋ, ତମକୁ ମରଣ, ତମେ କିଛି ବୋଲି ଦେଖ। ଆରେ ପିଇଦିଅ। ଓହୋ, ତମେ ଲୁଣ କାହିଁକି? ତମେ ପିଇଦେଲ କହୁଛି, ପିଇଦିଅ ପୁରା କହୁଛ। କ୍ଷୀରଟା ବୋଧେ ତମେ ନିଶ୍ଚୟ ପିଇଥିବ। ପିଇଛ ନା? ନା ତମେ ପିଇନଥ। ବାପା ଦେଖୁନ ବିଲରେ କେମିତି ଖଟି ଖଟି ଦୁର୍ବଳ ହେଇଯାଇଛନ୍ତି। କ୍ଷୀରଟା ନିଶ୍ଚୟ ତମେ ବାପାକୁ ଦେଇଥିବ। ଆଚ୍ଛା ବାବା, କ୍ଷୀରଟା ବୋଧେ ତମେ ପିଇଛ। এই দেখুন মৌন সম্মতি লক্ষণ। মৌন রହୁଛନ୍ତି ମାନେ କ୍ଷୀରଟା ନିଶ୍ଚୟ ବାବା ପିଇଛନ୍ତି। ବାବା, କ୍ଷୀରଟା ତମେ କାହିଁକି ପିଇଲ? ମୁଁ ପିଇଥାନ୍ତି, ତମେ ପିଇଦେଲ। ବାପା, ମୁଁ ପଚାରୁଛି ପରା, କ୍ଷୀରଟା ତମେ କାହିଁକି ପିଇଲ? ଏ ପାଇଁ ରଖାଯାଇଥିବା କ୍ଷୀରଟାକୁ ତମେ କାହିଁକି ପିଇଲ?
କିଛି ନାହିଁ। তুমি আমারে রক্ষাইলো কই তবে এই কাম করছ আউট 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 ଏ ପୁଅ ଆରେ କାହିଁକି ପାଟି କରୁଛୁ? ଆରେ ଏ ଘରେ ପାଟି କରିବା ବନ୍ଦା, ଏ ଘରେ କାହାକୁ କୈଫତ ମାଗିବା ବନ୍ଦା। ଆରେ ଯା ଯା, ଯେତେ ଶୀଘ୍ର ପାରନ୍ତୁ ଏ ଘର ଛାଡ଼ି ଚାଲି ଯା। ଆଜି ତୋ ପାଠ ପଢା ତ ସରିଗଲା, ଆରେ ତୋ ଦେହ ଭଲ ଅଛି ତ? ବହୁତ ପାଟି ନୀତି ଅଛି କାଇଁ ସେ କଥା ତ କହୁନୁ କାହିଁକି କାହିଁକି ଆମକୁ ଜନ୍ମ ମାରୁଥିଲୁ କାହିଁକି ନିଜକୁ ତିଳ ତିଳ କରି ଜାଣୁଛୁ ଠିକ ଅଛି ତମେ ଯଦି ଏମିତି କରିବ ପାଉଛ ପାଉଛ ପାଟି କରିବା ପାଇଁ ତମେ ମତେ ବାଧ୍ୟ କରୁଛ ଆରେ ତମେ ମଣିଷ ନା ଗୋଟେ ଜାନୁଆର ସେ ପଚାରି ବାଜିଲାଣି ସେମାନେ ନ ଖାଇ ନଖି କାମ କରୁଛନ୍ତି ଟିକେ ଲାଜ ଲାଗୁନି କଣ କହିଲ ଖାଇନାହାନ୍ତି ଉପାସରେ ଅଛନ୍ତି ଲୋ ମା ଆଲୋ ଉପାସ ଅଛନ୍ତି ନା କେଶର ମିଶା କ୍ଷୀର ପିଇଛନ୍ତି ଓହୋରେ ପୁଅ, ବୋହୂ ଆମକୁ ଏମିତି ଖାଇବାକୁ ଦେଇଛି ଯେ ଚାରିଦିନ ଯାଏ ଆଉ କିଛି ଖାଇବାକୁ ଇଚ୍ଛା ହବନି। ତାମାନେ ତମେ ତାଙ୍କୁ ଏଇ ତମେ ଏତେ ଖାଅ ହଁ ଧମକ ତ ମତେ ମାରିବ ମାରିବ ମତେ अबे तो रहते साहब बहुत सुंदर स्त्री पर बातों उठाई ना वो अरे ମୁଁ ହାତ ଭାଙ୍ଗି ଯାଇଛି ରୁଦ୍ର काटू ची लगा इतने जोर से मोड़ देला बोले आपका काटू की बोला कौन है बोले ना कौन है आपका मोड़ दे लो अरे हाय तो सब बोले ना मुंह तो पे मारी दबी मारी दबो बस तब रहते साहब हां मारी दबो मत मारी दबो ଏ ପୁଅ, ଆରେ ତୁ ଟିକେ ଚୁପ ହେଇଯା ରେ। ବାପା ଆପଣ ଚୁପ ହେଇପାରନ୍ତି କିନ୍ତୁ ମୁଁ ନୁହେଁ ଆରେ ପୁଅ ବୋଲି ଯାହାକୁ ମୁଣ୍ଡରେ ବସେଇଛନ୍ତି ସେ ପୁଅ ନୁହେଁ ସେ ଗୋଟେ କଞ୍ଚେଇ ବାପା କାହିଁକି ଆପଣ ଚୁପ ଆରେ କାହିଁକି ଆପଣ ନିର ଯେମିତି ପୁଅ ଜନ୍ମ କରି ଆପଣ ପାପ କରିଛନ୍ତି ବାପା ଆପଣ ଚୁପ ହେଇପାରନ୍ତି କିନ୍ତୁ ମୁଁ ନୁହେଁ କାହିଁକି ନା ମୁଁ ହଉଛି ପାପର ପୁଅ ଆଉ କଣ ନା अबे हाय तू एकुटिया बापर को मु कोन नातिया ଆଉ ଯଦି ଚୁପ ହେଇଯାଏ, ତମେ ସାଇ ପଡ଼ିଶା ସମସ୍ତେ ଶୁଣିବେ। जानतु ए साई पैसा को समस्त जानतु ए बड़ पुओ मां बापा को प्रति केमती अन्याय करछि अत्याचार करछि एकथा ଲୋକମାନେ କହୁଛନ୍ତି ନା ତମେ ଦେଖେଇ ହଉଛ ଆଚ୍ଛା ସେମାନେ ଏଇଥି ପାଇଁ କହି ପାରୁନାହାନ୍ତି ସେମାନଙ୍କ ବିଶ୍ୱାସ ସେମାନଙ୍କୁ ଧୋକା ଦେଇଛି ସେମାନଙ୍କ ଆଶା ଭରସା ସେମାନଙ୍କୁ ପ୍ରତାରଣା କରୁଛି ସେମାନେ ଘର କୋଣରେ ବସି ଗୁମୁରି ଗୁମୁରି କାନ୍ଦୁଛନ୍ତି ଏ, ଆରେ କଣ ସବୁ ଚାଲିଛି? ନାଟକ ସେ ନାଟକ ଚାଲିଛି ଆଉ ତମ ସାନ ପୁଅ ନାଟକ କରୁଛି ନାଟକ ନାଟକ କରୁନି ବରଂ ତମ ନାଟକର ସମାଧାନ ଚାହୁଁଛି ଆରେ ତୁ ଆଇନ ଚାହୁଁଛି ଶୁଣ ଏଇ ମୁହୂର୍ତ୍ତରେ ଆଜି ଫାଇନାଲ ହେଇଯିବ ବାବା ଓ ପଠେଇ ଦିଅ ଆଣିଦେବ ବସ ସମସ୍ତେ ବସ ବସ କହୁଛି ଆରେ ବସ ଝିଅକୁ ଆଣିଦେବ ପିଙ୍କି ଝିଅକୁ ବୋଲେ ବେଶୀ ଆଣିଦେବ ଲାଇଟ୍ ମୁଇଁ ବଇଛି ଉପରେ ଶୁଣ ବାବା এইপটে ଏ ଘରର ବଡ ପୁଅ ହିସାବରେ ମୁଁ ଆଜି ଏଇ ନିଷ୍ପତ୍ତି ନଉଛି ଯେ ତମେ ମତେ ଏକୁଟିଆ ଜନ୍ମ କରିନ ଦିଟା ପୁଅକୁ ଜନ୍ମ ଦେଇଛ ସେଇଥିପାଇଁ
ସେଇଥିପାଇଁ ଆଜିଠୁ ତମେ ଦି ଜଣ ଭାଗ ବଣ୍ଟା ହବ। ଆଉ ଏ ଘର ବି ଦି ଭାଗ ହବ। ଭିତର ଘରଟା ମୋ, ବାହାର ଘରଟା ତା। ଆଉ ତମେ ଦି ଜଣ କିଏ କାହା ପାଖରେ ରହିବ ନିଷ୍ପତ୍ତିଟା ତମ ଦି ଜଣଙ୍କର। अबे दिया कहाँ भाई वो रुद्र जल्दी की भद्रा आगू बेसी अभद्र মতে ভাই ভুল করেছ। আজ ছুটি পড়িলা মধুরি কর তো সহ কথা হবনি। ତମକୁ ଛାଡ଼ି ମୁଁ କଣ ବଞ୍ଚି ପାରିବି? ତମେ ପରା ମୋ କମଳ ଦେଶର ରାଜକୁମାର, ମୋ ସମ୍ମାନର ସୌଗାତର। ଆଉ ତମେ ପରା ମୋ ନଈ ସେପାରି କନକ ଗରି ଦରିଆ ପାରି ରାଜକୁମାରୀ। ତମେ ଜାଣିଛ ପାର, ତମେ ଜାଣିଛ ଆମର ସେ ବାଛ ବାଛର ଉପାର ଦେଇଥିଲା ପାଟମଣ୍ଡଳିକା ମୁଁ ଏଯାଏଁ ସାଇତି ରଖିଛି। সিন্দুর ফর পাটনীয় বন্ধনটা ভাগ সিন্দুর পরওয়ানা দাম্পত্য জীবন শেষ দিন পাশর জীবন লেনিহন অগ্নিশিবা দাম্পত্য জীবনକୁ উজাড়ি দেলা।
କଥା ଦୁଃଖ ସରିବ ଖାଲି ଆଞ୍ଜୁଳା ଅନୁରା ରୁହ କାହିଁକି ନା ମୁଁ ପରା ଜନମ ନେଇଛି କାନ୍ଦିବା ପାଏ If I